ଜୟ ଜଗନ୍ନାଥ। ଆଜିର ଭିଡ଼ିଓରେ ଅଷ୍ଟମ ଶ୍ରେଣୀ ପାଇଁ ଭୂଗୋଳ ପ୍ରକଳ୍ପ ରହିଛି। ପିଲାମାନେ ଭିଡ଼ିଓରେ ଥିବା ପ୍ରକଳ୍ପ ଗୁଡ଼ିକୁ A4 ସାଇଜ ପେପରରେ ଲେଖି ବିଦ୍ୟାଳୟରେ ଦାଖଲ କରିବ। ଭିଡ଼ିଓଟିକୁ ଲାଇକ୍, ସେୟାର, କମେଣ୍ଟ ଏବଂ ସବସ୍କ୍ରାଇବ୍ କରିବ। ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ତୁମ ବିଦ୍ୟାଳୟ ନାଁ ଲେଖିବ। ପ୍ରକଳ୍ପ କାର୍ଯ୍ୟ, ପ୍ରସଙ୍ଗ, ନାମ, ତୁମ ନାମ ଲେଖିବ। ବିଷୟ ଭୂଗୋଳ, ଶ୍ରେଣୀ ଅଷ୍ଟମ, ରୋଲ୍ ନମ୍ବର, ତୁମ ରୋଲ୍ ନମ୍ବର ଲେଖିବ। ଦାଖଲ କରିବା ତାରିଖ, ଯେଉଁ ତାରିଖରେ ଦାଖଲ କରିବ ସେହି ତାରିଖ ଲେଖିବ। ଭୂଗୋଳ ପ୍ରକଳ୍ପ କାର୍ଯ୍ୟ 1, ବିଷୟ ଜଳଚକ୍ରର ଏକ ମଡେଲ ପ୍ରସ୍ତୁତ କରି ଓ ଏହାର ପ୍ରକ୍ରିୟାକୁ ବର୍ଣ୍ଣନା କର। ମଡେଲ। ଜଳଚକ୍ର କ'ଣ? ଜଳଚକ୍ର ବା ୱାଟର ସାଇକେଲ ହେଉଛି ପୃଥିବୀରେ ଥିବା ଜଳର ଏକ ନିରନ୍ତର ଚକ୍ରୀୟ ପ୍ରକ୍ରିୟା। ଏଥିରେ ଜଳ ଏକ ରୂପରୁ ଅନ୍ୟ ରୂପକୁ ବଦଳାଇ ଓ ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇ ପୁଣି ଫେରିଆସେ। ଏହା ସୂର୍ଯ୍ୟଙ୍କ ଉର୍ଜା ଦ୍ୱାରା ଚାଳିତ ହୁଏ। ପୃଥିବୀରେ ଜଳର ପରିମାଣ ସର୍ବଦା ସମାନ ରହେ, କେବଳ ଏହାର ରୂପ ଓ ସ୍ଥାନ ବଦଳେ। ଜଳଚକ୍ରର ପ୍ରକ୍ରିୟା। ବାଷ୍ପୀଭବନ। ସୂର୍ଯ୍ୟଙ୍କ ଉପରେ ସମୁଦ୍ର, ନଦୀ, ହ୍ରଦ ଓ ମାଟିରେ ଥିବା ଜଳ ଗରମ ହୋଇ ଜଳ ବାଷ୍ପରେ ପରିଣତ ହୁଏ ଓ ଆକାଶକୁ ଉଠିଯାଏ। ଏହାକୁ ବାଷ୍ପୀଭବନ କୁହାଯାଏ। ଉଦ୍ଭବନ। ଗଛମାନଙ୍କ ପତ୍ରରୁ ଜଳ ବାଷ୍ପ ରୂପେ ବାହାରି ଆକାଶକୁ ଯାଏ। ଏହାକୁ ଉଦ୍ଭବନ କୁହାଯାଏ। 3ରେ ଘନୀଭବନ। ଉପରକୁ ଯାଇଥିବା ଜଳବାଷ୍ପ ଥଣ୍ଡା ହୋଇ କ୍ଷୁଦ୍ର ଜଳବିନ୍ଦୁରେ ପରିଣତ ହୁଏ ଓ ବାଦଲ ଗଠନ ହୁଏ। ଏହାକୁ ଘନୀଭବନ କୁହାଯାଏ। 4. ବର୍ଷଣ। ବାଦଲରେ ଥିବା ଜଳବିନ୍ଦୁ ଭାରୀ ହୋଇ ବର୍ଷା, ତୁଷାର ବା ବରଫ ରୂପେ ତଳକୁ ପଡ଼େ। ଏହାକୁ ବର୍ଷଣ କୁହାଯାଏ। 5. ସଂଗ୍ରହ ଓ ପ୍ରବାହ। ବର୍ଷାର ଜଳ ମାଟିରେ ଭିଜେ, ନଦୀରେ ପଡ଼େ, ଭୂତଳକୁ ଯାଏ ଓ ପୁଣି ସମୁଦ୍ରକୁ ଫେରିଆସେ। ଏହିପରି ଚକ୍ର ଚାଲିଥାଏ। ପ୍ରକଳ୍ପ କାର୍ଯ୍ୟ 2, ବିଷୟ ତୁମ ଅଞ୍ଚଳରେ ଦେଖାଯାଉଥିବା ପଶୁ ଓ ପକ୍ଷୀମାନଙ୍କର ନାମ ଲେଖ। ତୁମକୁ ଭଲ ଲାଗୁଥିବା 5ଟି ପଶୁ ଓ ପକ୍ଷୀଙ୍କ ନାମକୁ ସାରଣୀରେ ଲେଖ। ଗୁରୁଜନଙ୍କୁ ପଚାରି ଏବେ ପ୍ରାୟ ଦେଖାଯାଉନଥିବା ବା ବିଲୁପ୍ତ 2-3ଟି ପକ୍ଷୀଙ୍କ ସମ୍ପର୍କରେ ଲେଖ ଓ ସେମାନଙ୍କ ବିଲୁପ୍ତ ହେବାର କାରଣ ଦର୍ଶାଅ। କ୍ରମିକ ନମ୍ବର। ନାମ ପଶୁ ପକ୍ଷୀ। 1ରେ ବିଲେଇ। ବିଲେଇ ହେଉଛି ପଶୁ। 2 କୁକୁର। କୁକୁର ପଶୁ, ତେଣୁ ପଶୁ ପାଖରେ ଠିକ୍ ଚିହ୍ନ ଦେବା। 3ରେ ଶୁଆ। ଶୁଆ ହେଲା ପକ୍ଷୀ। 4 ମୟୂର। ମୟୂର ପକ୍ଷୀ। 5 ଗାଈ। ଗାଈ ମଧ୍ୟ ପଶୁ। ବିଲୁପ୍ତ ପକ୍ଷୀ ଏବଂ ବିଲୁପ୍ତର କାରଣ। 1. ମହାଭାରତୀୟ ବସା। ଏହି ପକ୍ଷୀ ଓଡ଼ିଶାର ଶୁଷ୍କ ଘାସ ଜମି ଓ ଖୋଲା ପ୍ରାନ୍ତରରେ ପୂର୍ବରୁ ବହୁଳ ଦେଖାଯାଉଥିଲେ। ଏହା ଭାରତର ଏକ ବଡ଼ ପକ୍ଷୀ, ଯାହାର ଉଚ୍ଚତା 1 ମିଟର ପର୍ଯ୍ୟନ୍ତ ହୋଇପାରେ। ବିଲୁପ୍ତର କାରଣ। ଘାସ ଜମି ଓ ପ୍ରାନ୍ତର ଧ୍ୱଂସ ପାଇଁ, ବିଦ୍ୟୁତ୍ ତାର ଓ ପାଣି ପାଇପ ଯୋଗୁଁ ମୃତ୍ୟୁ, ଶିକାର ଓ ଅଣ୍ଡା ନଷ୍ଟ, ଜନସଂଖ୍ୟା ବୃଦ୍ଧି ଯୋଗୁଁ ବାସସ୍ଥାନ ହ୍ରାସ। 2ରେ କଳା ପେଟ୍ ଟର୍ନ। ଏହି ସୁନ୍ଦର ଛୋଟ ପକ୍ଷୀ ମହାନଦୀ, ବ୍ରାହ୍ମଣୀ ଆଦି ନଦୀରେ ପୂର୍ବରୁ ବହୁଳ ଦେଖାଯାଉଥିଲା। ଏହାର ପେଟ କଳା ଓ ଚଞ୍ଚୁ ଲାଲ।
ବିଲୁପ୍ତର କାରଣ ନଦୀରେ ବାଲି ଉଠାଇବା ଓ ବନ୍ୟା ନିୟନ୍ତ୍ରଣ ଯୋଗୁଁ ବାସସ୍ଥାନ ନଷ୍ଟ, ମାଛ ଧରିବା ପାଇଁ ଜାଲ ଓ ପ୍ରଦୂଷଣ, ନଦୀ କୂଳରେ ମାନବ କାର୍ଯ୍ୟକଳାପ ବଢ଼ିବା, ଜଳବାୟୁ ପରିବର୍ତ୍ତନ ଯୋଗୁଁ ନଦୀର ପ୍ରବାହ ବଦଳିବା। 3. ଶାଗୁଣା। ଏହି ବଡ଼ ଶାଗୁଣା ପୂର୍ବରୁ ଓଡ଼ିଶାର ଜଙ୍ଗଲ, ଗାଁ ଓ ମୃତ୍ୟୁ ପଶୁ ନିକଟରେ ବହୁଳ ଥିଲା। ଏବେ ଓଡ଼ିଶାରେ ଆଉ ଶାଗୁଣା ଦେଖାଯାଉ ନାହିଁ। ବିଲୁପ୍ତର କାରଣ ଡାଇକ୍ଲୋଫେନାକ୍ ଔଷଧ, ଯେଉଁଟାକି ଗାଈ ଗୋରୁରେ ବ୍ୟବହାର ଯୋଗୁଁ କିଡ଼ନୀ ଫେଲ୍ ହେବା, ବିଷାକ୍ତ ମୃତ ପଶୁ ଖାଇବା, ବାସସ୍ଥାନ ଧ୍ୱଂସ ଓ ଶିକାର, ଔଷଧ ନିଷେଧ ପରେ ମଧ୍ୟ ପୁନର୍ବାର ଧୀର ପ୍ରକଳ୍ପ କାର୍ଯ୍ୟ 3 ବିଷୟ ମାନଚିତ୍ରରେ ଅଧିକ ଧାନ ଓ ଗହମ ଉତ୍ପାଦନ କରୁଥିବା ରାଜ୍ୟଗୁଡ଼ିକୁ ଚିହ୍ନଟ କର ଓ ଉତ୍ପାଦନ ଅନୁସାରେ ସାରଣୀରେ ସଜାଅ। ମାନଚିତ୍ରରେ ଧାନ ପାଇଁ ସବୁଜ ରଙ୍ଗ, ଗହମ ପାଇଁ ହଳଦିଆ ରଙ୍ଗ ହେବ। ପିଲାଟି ମାନଚିତ୍ର କରିବ। ଅଧିକ ଧାନ ଉତ୍ପାଦିତ ହେଉଥିବା ରାଜ୍ୟ 1ରେ ଉତ୍ତରପ୍ରଦେଶ 20.76 ମିଲିୟନ ଟନ୍, 2ରେ ତେଲେଙ୍ଗାନା 17.45 ମିଲିୟନ ଟନ୍, 3 ପଶ୍ଚିମବଙ୍ଗ 16.02 ମିଲିୟନ ଟନ୍, 4 ପଞ୍ଜାବ 14.36 ମିଲିୟନ ଟନ୍, 5 ଛତିଶଗଡ଼ 10.37 ମିଲିୟନ ଟନ୍, 6 ଓଡ଼ିଶା 9.53 ମିଲିୟନ ଟନ୍, ଅନ୍ୟାନ୍ୟ ମଧ୍ୟପ୍ରଦେଶ, ବିହାର, ଆନ୍ଧ୍ରପ୍ରଦେଶ। ଅଧିକ ଗହମ ଉତ୍ପାଦିତ ହେଉଥିବା ରାଜ୍ୟ 1ରେ ଉତ୍ତରପ୍ରଦେଶ 35.65 ମିଲିୟନ ଟନ୍, 2 ମଧ୍ୟପ୍ରଦେଶ 24.51 ମିଲିୟନ ଟନ୍, 3 ପଞ୍ଜାବ 17.99 ମିଲିୟନ ଟନ୍, 4 ହରିୟାଣା 11.40 ମିଲିୟନ ଟନ୍, 5 ରାଜସ୍ଥାନ 9.10 ମିଲିୟନ ଟନ୍, 6 ବିହାର 7.8 ମିଲିୟନ ଟନ୍, ଅନ୍ୟାନ୍ୟ ଗୁଜରାଟ, ମହାରାଷ୍ଟ୍ର। ପ୍ରକଳ୍ପ କାର୍ଯ୍ୟ 4 ବିଷୟ ପୂର୍ବେ କୃଷିକାର୍ଯ୍ୟ ହେଉଥିବା ଯନ୍ତ୍ରପାତି ଓ ବର୍ତ୍ତମାନ କୃଷିକାର୍ଯ୍ୟ କରାଯାଉଥିବା ଯନ୍ତ୍ରପାତି ସମ୍ପର୍କରେ ତୁମ ଅଞ୍ଚଳର ଚାଷୀ ଓ ଅଭିଜ୍ଞ ଲୋକଙ୍କୁ ପଚାରି ଲେଖ। ପୂର୍ବର ଯନ୍ତ୍ରପାତି ଓ ବର୍ତ୍ତମାନର ଯନ୍ତ୍ରପାତିର ବ୍ୟବହାର, ସୁବିଧା ଓ ଅସୁବିଧାକୁ ସାରଣୀରେ ସ୍ଥାନିତ କର। କ୍ରମିକ ସଂଖ୍ୟା, ଯନ୍ତ୍ରପାତି ନାମ, ପ୍ରକାର, ସୁବିଧା ଅସୁବିଧା। 1ରେ ବଳଦ ଟଣା ହଳ। ପ୍ରକାର ହେଲା ପୁରାତନ। ସୁବିଧା କ'ଣ ଅଛି? ପରିବେଶ ଅନୁକୂଳ ଯନ୍ତ୍ରପାତି, କମ ଖର୍ଚ୍ଚ। ଅସୁବିଧା ଅଧିକ ପରିଶ୍ରମ, ଅଧିକ ସମୟ ଲାଗେ। 2ରେ ଦା ପୁରାତନ। ସୁବିଧା ବହୁତ ସହଜ ଓ କମ ଖର୍ଚ୍ଚ, ଯେକୌଣସି ସ୍ଥାନରେ ବ୍ୟବହାର କରିହେବ। ଅସୁବିଧା କ'ଣ? ଅଧିକ ଶ୍ରମ ଓ ସମୟ ଲାଗେ, କମ ପରିମାଣରେ କାମ ହୁଏ। 3 କୋଦାଳ ପୁରାତନ। ସୁବିଧା କ'ଣ? କମ ଖର୍ଚ୍ଚ, ଛୋଟ ଜମି ପାଇଁ ଉପଯୁକ୍ତ, ପରିବେଶ ପ୍ରଦୂଷଣ କରେ ନାହିଁ। ଅସୁବିଧା କ'ଣ କରେ? ଶ୍ରମ ଅଧିକ, ଧୀର ଗତି, ବଡ଼ ଜମି ପାଇଁ ଅନୁପଯୁକ୍ତ। 4 ଟ୍ରାକ୍ଟର ଆଧୁନିକ। ଅତି ଦ୍ରୁତ, କମ ଶ୍ରମ, ଅଧିକ ଜମି ଚାଷ ହୁଏ, ଉତ୍ପାଦନ ବଢ଼ାଇବାରେ ସାହାଯ୍ୟ କରେ। ଅସୁବିଧା କ'ଣ ହୁଏ? ବହୁତ ମହଙ୍ଗା, ଇନ୍ଧନ ଓ ମରାମତି ଖର୍ଚ୍ଚ ଅଧିକ, ପ୍ରଦୂଷଣ ବଢ଼ାଏ, ଛୋଟ ଜମିରେ କଷ୍ଟକର। 5 ପାୱାର ଟିଲର।
ଆଧୁନିକ, ଅତି ଦ୍ରୁତ ଓ କାର୍ଯ୍ୟଦକ୍ଷ, ଶ୍ରମ ବହୁତ, କମ ଉତ୍ପାଦନ ଅଧିକ, ବହୁତ ମହଙ୍ଗା, ବଡ଼ ଜମି ପାଇଁ ଉପଯୁକ୍ତ, ଇନ୍ଧନ ଓ ମରାମତି ପାଇଁ ବିଶେଷ ଦରକାର। ପ୍ରକଳ୍ପ କାର୍ଯ୍ୟ 5। ତୁମ ଅଞ୍ଚଳର ମୃତ୍ତିକା ସମ୍ପର୍କରେ କିଛି ଚାଷୀ ବା ଅଭିଜ୍ଞ ଲୋକଙ୍କଠାରୁ ବୁଝି ସେଥିରେ କେଉଁ ପ୍ରକାର ଫସଲ ଭଲ ହୁଏ ତାର କାରଣ ଦର୍ଶାଅ। ମୃତ୍ତିକା କେଉଁଠାରେ ମିଳେ, କେଉଁ ଫସଲ ଭଲ ହୁଏ? ଲାଲ ମାଟି କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ମାଲକାନଗିରି, କେନ୍ଦୁଝର, ଗଞ୍ଜାମ, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ମୟୂରଭଞ୍ଜ। କେଉଁ ଫସଲ ଭଲ ହୁଏ? ଧାନ, ମାଣ୍ଡିଆ, ଆଳୁ, ବାଇଗଣ, ପଣସ, ଲେମ୍ବୁ, ସପେଟା। ମିଶ୍ର ଲାଲ ଓ ହଳଦିଆ ମାଟି ସମ୍ବଲପୁର, ବରଗଡ଼, ଦେବଗଡ଼, ସୁନ୍ଦରଗଡ଼। କେଉଁ ଫସଲ ଭଲ ହୁଏ? ଧାନ, ମାଣ୍ଡିଆ, ଆଳୁ, ବାଇଗଣ, ପଣସ, ଲେମ୍ବୁ। ଲାଟେରାଇଟ ମାଟି ପୁରୀ, ଖୋର୍ଦ୍ଧା, ନୟାଗଡ଼, କଟକ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସମ୍ବଲପୁର। କେଉଁ ଫସଲ ଭଲ ହୁଏ? ବାଦାମ, ହରଡ଼ ଡାଲି, ଚା, କଫି, ଧାନ। ଉପକୂଳୀୟ ଲୁଣିଆ ଓ ପଲ୍କ ମାଟି ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ। କେଉଁ ଫସଲ ଭଲ ହୁଏ? ଧାନ, ସୋରିଷ, ମକା, ଆଳୁ, ପରିବା। ଡେଲ୍ଟାଇକ ପଲ୍କ ମାଟି ମହାନଦୀ ଡେଲ୍ଟା ଅଞ୍ଚଳ। ଧାନ, ବାଦାମ, ସୋରିଷ, ଆଳୁ, ପରିବା। କଳା ମାଟି ପୁରୀ, ଗଞ୍ଜାମ, ମାଲକାନଗିରି, କଳାହାଣ୍ଡି। କେଉଁ ଫସଲ ଭଲ ହୁଏ? ଧାନ, ବାଜରା, ମକା, ସୂର୍ଯ୍ୟମୁଖୀ, ସୋରିଷ, ତୁଳା। ଏତିକି ଲେଖି ପିଲାମାନେ ଷ୍ଟାପ୍ଲର ମାରି ବିଦ୍ୟାଳୟରେ ଦାଖଲ କରିବ।